हाय गर्ल्स नमस्कार जय जगन्नाथ साଙ୍ଗ ମାନେ ଚାଲନ୍ତୁ ଦେଖିବା ଆଜିର ବ୍ଲଗ୍ରେ କ'ଣ ଘଟୁଛି। ଆଜି ସକାଳେ ଆମର ଶାଗ ଭଜା ହେଇଥିଲା ଆଉ ବଡ଼ିଚୁରା ଆଉ ବାଇଗଣ ଆଳୁ ଭର୍ତ୍ତା ହେଇଥିଲା। ଖାଇଦେଇକି ଆମେ କରିଦେଲୁ ସକାଳର ପେଟ ପୂଜା। ବାବାରେ କି ଟେଷ୍ଟି ହେଇଥିଲା ଶାଗ ଭଜା। ତାପରେ ଦେଖିଲା ବେଳକୁ ତା ବାପା ଗାଡ଼ି ପୋଛୁଛି। ଗାଡ଼ି ପୋଛିଲା ବେଳକୁ ପୁଅ କହୁଛି ବାପା ମୋତେ ବି କପଡ଼ା ଦିଅ ମୁଁ ବି ପୋଛିବି। ଗାଡ଼ି ଯାଇକି ସାଙ୍ଗେ ସାଙ୍ଗେ ପୋଛି ପକେଇଲା। ପୋଛିବାର କାରଣ ଏଇକି କି ତା ବାପା କହିଲା ବେଳେ କି ମୁଁ ନିଶ୍ଚୟ କହିଲି ମାର୍କେଟ ଆଜି ଯିବି ଲିଚୁ ଆଣିବା ପାଇଁ। ସେତେବେଳେ ସେ ଶୁଣି ଦେଇଛି ତ ସେଥିପାଇଁ ତା ବାପା ସାଙ୍ଗରେ ଗାଡ଼ି ପୋଛି ଦେଲା। କାହିଁକିନା ନିଶ୍ଚୟ କହିଲି ମାର୍କେଟ ଯିବ ବୋଲି ବାପା ପୁଅ ବାହାରିଗଲେ ନିଶ୍ଚୟ କହିଲି ମାର୍କେଟ ଲିଚୁ ଆଣିବା ପାଇଁ। ଲିଚୁ ଆଣି ସିନା ଦିବାଲିରେ ସଜା ହେବ। ଦେଖନ୍ତୁ ଲିଚୁ ଆଣିକି କେମିତି ଦିବାଲିରେ ସଜାସଜି କରିବାରେ ବ୍ୟସ୍ତ ରହିଗଲେଣି। ବାବାରେ ଡେକୋରେସନ୍ କରିବାରେ ଆରମ୍ଭ ହେଇଗଲାଣି ପୁରା ଡେକୋରେସନ୍। ତାପରେ ମୁଁ ଡାକିଲି ଖାଇବା ପାଇଁ। ଗାଧୁଆବେଳକୁ ଆଜି ମାଣ ଭାତ ରନ୍ଧା ହେଇଥିଲା। ମାଣ ଭାତକୁ ଡାଲମା ବେସନ ତରକାରୀ ଆଉ ଲେମ୍ବୁ ଚପାଣି ହେଇଥିଲା ଖଟା। ତାପରେ ଦେଖନ୍ତୁ ଲେମ୍ବୁ ଚପାଣିର ଟେଷ୍ଟ ବହୁତ ସୁନ୍ଦର ହେଇଥିଲା। ମୁଁ ବା ଖାଇକରି ପୁରା ଆତ୍ମତୃପ୍ତି ହେଇଗଲା। ବା କି ଟେଷ୍ଟି। ତାପରେ ସେଠୁ ବାହାରିଗଲେ ପୁଣି ଛାତ ଉପରକୁ କାହିଁକିନା ଡେକୋରେସନ୍ ଆରମ୍ଭ କରିବା ପାଇଁ। ଡେକୋରେସନ୍ ତ ଆରମ୍ଭ କରିଛନ୍ତି ଶେଷ କେମିତି କରିବେ ଡେକୋରେସନ୍ ଉପରେ ବ୍ୟସ୍ତ। ତାପରେ ଦିନସାରା ଡେକୋରେସନ୍ କରିସାରିଲା ପରେ ରାତିକି ତାର ରେଜଲ୍ଟ ମିଳିଗଲା। ଦେଖନ୍ତୁ ଦିନସାରା ପରିଶ୍ରମ ରାତିକି ମିଳିଗଲା। ଆପଣଙ୍କ ଘରେ କ'ଣ ଏମିତି ଲିଚୁ ସଜେଇଛନ୍ତି କି ଡେକୋରେସନ୍ଟା କେମିତି ହେଇଛି କମେଣ୍ଟରେ କହିବେ। ତାପରେ ଡେକୋରେସନ୍ ସରିଲା ପରେ ଦେଖନ୍ତୁ ବହୁତ ସୁନ୍ଦର ଡେକୋରେସନ୍ ହେଇଛି। ତାପରେ ମୁଁ ବାହାରିଗଲି ଆଳୁ ପରଟା ଲାଗି ସମୟ ଦିନ ସାରା କାମ କରିଲି ଆଳୁ ପରଟା ଦେଇକି ତାଙ୍କୁ ମନେ କରିଥିଲି ତୃପ୍ତି।